ମାଲକାନଗିରି ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ବିଏସ୍ଏଫ୍ ବାହିନୀକୁ ମିଳିଲା ବଡ଼ ସଫଳତା। ଗୁଇନ୍ଦା ସୂଚନା ଆଧାରରେ ବଡ଼ିଗେଟା ଜଙ୍ଗଲରୁ ଜବତ ହେଲା ମାଓ ଡମ୍ପ। ବିଏସ୍ଏଫ୍ ଓ ଡିବିଏଫ୍ ବାହିନୀର ଯବାନମାନେ କାଲିମେଳା ଥାନା ଅନ୍ତର୍ଗତ ଏଲକାନୁର ଓ ଦୟାଲଟୁଙ୍ଗି ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ଏହିସବୁ ମାଓ ସାମଗ୍ରୀ ଜବତ ହୋଇଛି, ଯାହା ମଧ୍ୟରେ ରହିଛି 2ଟି ଟିଫିନ୍ ବୋମା, 36ଟି ହ୍ୟାଣ୍ଡ ଗ୍ରେନେଡ୍, 24ଟି ଜେଲାଟିନ୍ ଷ୍ଟିକ୍, 40 ମିଟର କୋଡେକ୍ସ ତାର, 22ଟି ଇଲେକ୍ଟ୍ରୋନିକ୍ ଡେଟୋନେଟର, ଗୋଟିଏ ଭର୍ମର, 2ଟି ରିମୋଟ୍, ଗୋଟିଏ ଇଲେକ୍ଟ୍ରିକ୍ ମୋଟର, 3ଟି ଏଲ୍ପିଜି ସିଲିଣ୍ଡର ଓ 15ଟି ଲୁହା ପ୍ଲେଟ୍। ଏତେ ସବୁ ମାଓ ସାମଗ୍ରୀ ଜବତ ହେବା ପରେ ପୁଲିସ ଅନୁମାନ କରୁଛି ଯେ ସୀମାନ୍ତ ଛତିଶଗଡ଼ରେ ଜୋରଦାର ଅପରେସନ୍ ଚାଲିଥିବା ବେଳେ ଜୀବନ ବଞ୍ଚାଇବା ଲାଗି ମାଓବାଦୀମାନେ ପୁଣି ଥରେ ମାଲକାନଗିରି ଜିଲ୍ଲା ଭିତରେ ପ୍ରବେଶ କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲିରୁ ବାସୁଦେବ ଜେନାଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।